ମାଏ କହିବେ, ତତେ ଏବେ ବହୁତ ଖୁସି ଲାଗୁଥିବ ନା ମୁଁ ହାରିଗଲି ବୋଲି। ତୁ ମନେ ମନେ ଭାବୁଥିବୁ ଇଏ ବହୁତ ବଡ଼ ବଡ଼ ଧମକ ଦେଇ ଯାଇଥିଲା। ଯେ ପର୍ଯ୍ୟନ୍ତ ପଲ୍ଲବୀ ଏ ଘରେ ଅଛି ସେ ପର୍ଯ୍ୟନ୍ତ ଇଏ ଘରକୁ ଫେରିବନି। କିନ୍ତୁ ଦେଖ ମୁଁ ନିଜେ ମୋ କଥା ନ ରଖି ଏ ଘରକୁ ଫେରି ଆସିଲି। ଏଇଆ ନା? ବଟ୍ ଆଇ ଆମ୍ ସରି। ମୁଁ ସେମିତି ଘରୁ ବାହାରି ଯିବାଟା ଗୋଟେ ନାଟକ ଥିଲା। ତାପରେ ରୁବି, ପଲ୍ଲବୀ, ମମତା, ଆଦର୍ଶ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ପୁଣି ମାୟା କହିବେ, ମୁଁ ଦେଖିବାକୁ ଚାହୁଁଥିଲି ମୋତେ କିଏ ଅଟକଉଛି। ମୋ ହଜବେଣ୍ଡ, ମୋ ପୁଅ, ଏମାନଙ୍କର ମୋ ପାଇଁ କେତେ ଚିନ୍ତା ଅଛି। ଯେତେବେଳେ ଏ ଦି ଜଣ ଯାକ କେହି ବି ମୋତେ ଅଟକେଇଲେନି ସେତେବେଳେ ଭିତରୁ ଭିତରୁ ମୁଁ ବହୁତ ଭାଙ୍ଗି ପଡ଼ିଲି। ଏ କଥା ବିଲକୁଲ ହଜମ କରି ପାରିଲିନି ଯେ କାଲି ଏ ଘରକୁ ଆସିଥିବା ଗୋଟେ ଝିଅ ମୋ ଘରେ ମୋ ପରିବାର ଲୋକଙ୍କ ପାଖରେ ମୋଠୁ ଅଧିକ ଏତେ ପ୍ରିୟ ହେଇଗଲା କେମିତି। ତାପରେ ପଲ୍ଲବୀ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ପୁଣି ମାୟା କହିବେ, ବାସ୍ ମୋ ମନରେ ଥିବା ଦ୍ୱନ୍ଦ୍ୱର ସମାଧାନ ପାଇଁ ଏ ଘର ଛାଡ଼ି ଚାଲିଯିବା ବାହାନାରେ ମୁଁ ଗୁରୁଜୀଙ୍କ ଆଶ୍ରମକୁ ଚାଲିଗଲି। ସେଠିକି ଗଲା ପରେ ମୋର ଏ ଅଶାନ୍ତ ମନଟା ଟିକେ ଶାନ୍ତ ହେଲା। ଆଉ ତାପରେ ମୁଁ ରିଲାଇଜ୍ କଲି ଯେ ଏମିତି ଏ ମଇଦାନ ଛାଡ଼ି ଚାଲିଯିବାଟା ଉଚିତ ନଥିଲା। ଆଉ ଯେତେବେଳେ ମୁଁ ଏ ନିଷ୍ପତ୍ତି ନେଲି ଆଉ ଠିକ୍ ସେତିକି ବେଳେ ଆନନ୍ଦ ଆଉ ଆଦର୍ଶ ଏଇ ଦି ଜଣଙ୍କର କଲ୍ ମୋ ପାଖକୁ ଆସିଲା। ଏଇ ଦି ଜଣ ଯାକ ମୋତେ ଘରକୁ ଫେରି ଆସିବା ପାଇଁ ବାଧ୍ୟ କଲେ। ତୁ ଥାଉ ଥାଉ ଏ ଘରକୁ ଆସିବା ପାଇଁ ମୋର ଟିକେ ବି ଇଚ୍ଛା ନଥିଲା ପଲ୍ଲବୀ। କିନ୍ତୁ ମୋ ଆଦର୍ଶ ମୋତେ ଏତେ ଭଲ ପାଉଛି ଯେତେବେଳେ ତା ପାଇଁ ମୁଁ ତତେ ବି ସହିଯିବି। କିନ୍ତୁ ଆଜିଠୁ ଏ ଘରେ ମୋ ଶାସନ ଚାଲିବ କେବଳ ମୋର। ମାୟା ମହାପାତ୍ର ଏ ଘରର ବଡ଼ ବୋହୂ ହେଇକି ଥିଲା, ଅଛି, ଆଉ ସବୁଦିନ ପାଇଁ ବଡ଼ ବୋହୂ ହେଇକି ରହିବ। ଏ ଘରେ ମୋ ଛଡ଼ା ଆଉ କେହି ବି ଯୋଗ୍ୟ ନୁହେଁ ଯିଏ ମୋ ଜାଗା ନେଇପାରିବ। ତେଣୁ ଆଜିଠୁ ସବୁକିଛି ମୋ ହିସାବରେ ଚଲିବ, ଯେମିତି ଆଗରୁ ଚାଲିଥିଲା। ତାପରେ ପଲ୍ଲବୀ କହିବେ, ଆପଣଙ୍କର ଏ ନିଷ୍ପତ୍ତି ଶୁଣି ମୋତେ ବହୁତ ଖୁସି ଲାଗିଲା ମାମା। ମୋ ମୁଣ୍ଡରୁ ଗୋଟେ ବୋଝ ହଲକା ହେଇଗଲା। ମୁଁ ତ ପୁରା ଡରି ଯାଇଥିଲି। ଏପଟେ ଜବ୍, ଏପଟେ ଘର, ଦିଟା ଯାକ କେମିତି ହ୍ୟାଣ୍ଡେଲ୍ କରିବି। ଆଚ୍ଛା ମୁଁ ଆସୁଛି ମାମା, ସତରେ ମୋର ବହୁତ ଲେଟ୍ ହେଇଗଲାଣି କହି ଯାଉଥିବେ ଆଉ ମାୟା କହିବେ, ରହ, ତତେ ମୁଁ ଯିବା ପାଇଁ ପରମିଶନ୍ ଏଯାଏ ଦେଇନି। ମହାଅଷ୍ଟମୀ ଦିନ ମୋ ବୋହୂ ଘରେ ନ ରହି ବାହାରକୁ ଯିବ, ଏଇଟା କେବେ ବି ହେଇପାରିବନି। ତାପରେ ପଲ୍ଲବୀ କହିବେ, ମାମା, ଦେବୀ ମାଙ୍କର ଅଷ୍ଟମୀ ପୂଜା ପାଇଁ ମୋତେ ଘରେ ରହିବା ପାଇଁ ବହୁତ ଇଚ୍ଛା ଅଛି। କିନ୍ତୁ ମୋର ଆଜି ଡ୍ୟୁଟି ଯିବା ନିହାତି ଦରକାର। ତାପରେ ମାୟା କହିବେ, ମହାଅଷ୍ଟମୀ ପୂଜାଠାରୁ ଇମ୍ପୋର୍ଟାଣ୍ଟ ଆଉ କିଛି ବି ନାହିଁ। ତେଣୁ ତୁ ଯାଇପାରିବୁନି। ଯା, ଶୀଘ୍ର ଯାଇକି ପୂଜା ପାଇଁ ରେଡ଼ି ହେଇକି ଆସ। ତାପରେ ଆଦର୍ଶ କହିବେ, ପଲ୍ଲବୀକି ଯିବାକୁ ଦିଅ ମା। ତାଙ୍କ ପାଇଁ ଆଜି ବହୁତ ବଡ଼ ପରୀକ୍ଷାର ଦିନ। ଆକ୍ଚୁଆଲି ମା, ନାରୀମାନଙ୍କର ସୁରକ୍ଷା ପାଇଁ ତାଙ୍କୁ ଆଜି ଦି ଜଣ ବହୁତ ବଡ଼ ଜେଣ୍ଟସ୍ ନାଚରକୁ ଧରିବାକୁ ଅଛି। ମା, ଏମିତିରେ ବି ପୁରୋହିତ ନନା କହିଛନ୍ତି ନା, ଆଜି ଦିନ 3ଟା ବେଳେ ଶୁଭ ମୁହୂର୍ତ୍ତ ଅଛି। ମୋତେ ଲାଗୁଛି ନିଶ୍ଚୟ ପଲ୍ଲବୀ ସେତେବେଳକୁ ଫେରି ଆସିଥିବେ। ମୁଁ ଠିକ୍ କହିଲି ନା ପଲ୍ଲବୀ? ତାପରେ ପଲ୍ଲବୀ ମୁଣ୍ଡ ହଲେଇ ହଁ କହିବେ। ତାପରେ ମମତା କହିବେ, ନିରୀହ ନାରୀମାନଙ୍କ ସୁରକ୍ଷା ବି ନିହାତି ଦରକାର ଦିଦି। ଏମିତିରେ ବି ମା ଦୁର୍ଗା ଏ ଧରିତ୍ରୀରୁ ପାପର ଭାର ଲାଘବ କରିବା ପାଇଁ ଅବତାର ନେଇଥିଲେ। ପ୍ଲିଜ୍ ଦିଦି, ତମେ ତାକୁ ଯିବାକୁ ଦିଅ। ତ ଦର୍ଶକ ବନ୍ଧୁ, ମାୟା କ'ଣ ପଲ୍ଲବୀଙ୍କୁ ଯିବାକୁ ଦେବେ କି? ଆମକୁ କମେଣ୍ଟ ମାଧ୍ୟମରେ ୟେସ୍ ଅର୍ ନୋ ଲେଖି ଜଣାନ୍ତୁ।